ଜାଗ୍ରତରେ ଶୁଣନ୍ତୁ, ଦାଉଦ ରାଜା ରୂପେ ଶାସନ କରିବା ସମୟରେ ସମ୍ପୂର୍ଣ୍ଣ ରୂପେ ସମଗ୍ର ଦେଶ ଉପରେ ଶାସନ କରିବା ପାଇଁ ଆଗକୁ ବଢିବା ବେଳେ ଆଉ ଏକ ପ୍ରତିବାଧା ଆସିଲା। ଅବ୍ନେର ନାମକ ଗୋଟିଏ ଦୁଷ୍ଟ ବ୍ୟକ୍ତି କଣ କଲା? ଇଶ୍ବୋଶେତ ନାମକ ସାଉଲଙ୍କର ଗୋଟିଏ ସନ୍ତାନକୁ ରାଜା ରୂପେ ପ୍ରଚାର କଲା। 11 ଗୋଷ୍ଠୀ ଉପରେ ରାଜା ଇଶ୍ବୋଶେତ। ବାସ୍ତବରେ ରାଜା ହେବା ପାଇଁ ଇଶ୍ବୋଶେତ କଣ ଯୋଗ୍ୟ ଅଟନ୍ତି କି? ହକ୍ ଅଛି କି? ଯୋଗ୍ୟତା ଅଛି କି? ଯୁଦ୍ଧ ପାଇଁ ମଧ୍ୟ ଅଯୋଗ୍ୟ। ସେଥିପାଇଁ ସାଉଲ କେବେ ହେଲେ ଇଶ୍ବୋଶେତକୁ ଯୁଦ୍ଧକୁ ନେଇନାହାନ୍ତି। ଅକାମୀର ବ୍ୟକ୍ତି, ଏପରି ଅକାମୀ ବ୍ୟକ୍ତିକୁ କାହିଁକି ଅବ୍ନେର ରାଜା ରୂପେ ପ୍ରକାଶ କଲା? ମାନେ ତାର ପୋଷ୍ଟ ଯେପରି ବିନଷ୍ଟ ନ ହୁଏ, ସେ ସତ ସେନାପତି ଭାବରେ କାର୍ଯ୍ୟ କରିବା ପାଇଁ ଓ ସେ କହିଲା ପରି ସମଗ୍ର ଦେଶ ଯେପରି ଚାଳିତ ହେବ, ଏଥିପାଇଁ ସେ ଇଶ୍ବୋଶେତକୁ ରାଜା କଲା। କିନ୍ତୁ କିଏ ଚଳାଉଛି? ଅବ୍ନେର ଚଳାଉଅଛି। ତାହା ତାକୁ ଦରକାର। ଏବେ ଜାଗ୍ରତରେ ଶୁଣନ୍ତୁ, ଅବ୍ନେର ଜଣେ ଅବକାଶବାଦୀ, ନିଜର ସ୍ୱାର୍ଥ ଚାହିଁବା ଲୋକ। ଦୁର୍ବଳ ଲୋକକୁ ତାର ଦୁର୍ବଳତାକୁ ଆଧାର କରି ସେ ଚାହିଁବା କାମ କରିବା ପାଇଁ ଓ ମନ୍ଦ କାର୍ଯ୍ୟ କରିବା ପାଇଁ ବଢିବା ଲୋକ। କଣ ଘଟିଥିଲା କହିବି, ଜାଗ୍ରତରେ ଶୁଣନ୍ତୁ। ଅବ୍ନେର ଇଶ୍ବୋଶେତକୁ ରାଜା ରୂପରେ ପ୍ରକାଶ କଲା ପରେ ସେ 11 ଗୋଷ୍ଠୀ ଉପରେ, ଇଶ୍ବୋଶେତ କେବଳ 2 ବର୍ଷ ସେମାନଙ୍କ ଉପରେ ସେ ରାଜତ୍ୱ ଶାସନ କରିପାରିଥିଲା। ଦାଉଦ ସମଗ୍ର ଇସ୍ରାଏଲ ଉପରେ ଶାସନ କରିବା ପାଇଁ ପ୍ରତିବନ୍ଧକ ଆସିଥିଲା। ଅବ୍ନେର ନାମକ ବ୍ୟକ୍ତି ଦ୍ୱାରା ଆସିଥିଲା। ଯୁଦ୍ଧ କରିପାରୁନଥିବା ବ୍ୟକ୍ତିକୁ ରାଜାଙ୍କ ସିଂହାସନରେ ବସେଇଲା। ମାନେ ଅବ୍ନେରର ଭଲ ବୁଦ୍ଧି କି ମନ୍ଦ ବୁଦ୍ଧି କଣ କହିବେ? ସ୍ୱାର୍ଥ। ଭାବିବା ପରି କରିବା ପାଇଁ, ଭାବିବା ପରି ଘଟେଇବା ପାଇଁ ତାକୁ ଆଣି ସେଠାରେ ବସେଇଦେଲା। କିନ୍ତୁ ତାର ଉତ୍ତମତା ବିଲକୁଲ ନାହିଁ। ଶୁଣନ୍ତୁ ପ୍ରିୟ ଭଉଣୀ ଓ ଭାଇମାନେ, ଏ ପ୍ରକାର ଅବକାଶବାଦୀ ସବୁ ସ୍ଥାନରେ ଥିବେ। ତୁମକୁ ଚାକିରି ଦେବି କହିବେ, ତୁମକୁ ଲୋନ୍ ଦେବି ବୋଲି କହିବେ, ତୁମକୁ ପ୍ରମୋସନ କରାଇବି ବୋଲି କହିବେ। ଏହିପରି ତୁମଠାରେ ଥିବା ଆବଶ୍ୟକ ଓ ତୁମଠାରେ ଥିବା କଷ୍ଟ ଓ ତୁମେ ଅନୁଭବ କରି ଯାଉଥିବା ସେହି ଏକୁଟିଆ ଅନୁଭବ କେନ୍ଦ୍ର କରି ସଙ୍କଟରେ ସାହାଯ୍ୟ କରିବା ବ୍ୟକ୍ତି ଭାବେ ଆସି, ତାପରେ ସେ ତୁମ ଜୀବନରେ ଆଡ୍ରେସ୍ ନଥିଲା ପରି କରିଦେବ। ସେ ତୁମକୁ ଅନାଥ କରିଦେବ। କାହାକୁ କହି ନ ପାରିବା କଷ୍ଟ ସେ ତୁମକୁ ଆଣିଦେବ। ଦୟାକରି ଶୁଣନ୍ତୁ, ଦୟାକରି ବୁଝନ୍ତୁ, ଯେ କେହି ବି ତୁମ ଜୀବନରେ ନ ମାଗୁଣୁ ସାହାଯ୍ୟ କଲେ ଓ ପ୍ରେମକୁ ସେମାନେ ପ୍ରକାଶ କରୁଥିଲେ, ତାଙ୍କରି ମମତା ଢାଳି ଦଉଥିଲେ, ଦୟାକରି ଜାଗ୍ରତରେ ରୁହନ୍ତୁ। ସେ ପ୍ରକାରର ଚିନ୍ତାଧାରା ଲୋକମାନଙ୍କର ପଛରେ ସହଜରେ ସ୍ୱାର୍ଥପରତା ରହିଥାଏ। କେବଳ ଯେଉଁମାନେ ପ୍ରଭୁଙ୍କୁ ଜାଣିଛନ୍ତି, ପ୍ରଭୁଙ୍କ ପ୍ରେମ ପାଇଛନ୍ତି, ସେମାନଙ୍କ ଛଡ଼ା ଅବଶିଷ୍ଟ ଆଉ କେହି ବି ତୁମ ପ୍ରତି ଅଧିକ ପ୍ରେମ, ଅଧିକ ସ୍ନେହ, ଅଧିକ ମମତା ଯଦି ଦେଖାଉଅଛନ୍ତି, ମାନେ ବହୁତ ଜାଗ୍ରତରେ ରୁହ ବୋଲି କହୁଛି। ଇଶ୍ବୋଶେତକୁ ରାଜା କଲା ପରେ ଇଶ୍ବୋଶେତ ଭାବୁଅଛି ଅବ୍ନେର କେତେ ଭଲ ଲୋକ ବୋଲି। ଅଯୋଗ୍ୟ ଯେ ମୋତେ, କେବଳ ମୁଁ ଯେ ସାଉଲଙ୍କର ପୁତ୍ର ବୋଲି ଏହି ଗୋଟିଏ ଆଧାରରେ ମୋତେ ରାଜା କଲା। ଅବ୍ନେର କେତେ ଭଲ ଲୋକ ବୋଲି ସେ ବହୁତ ଉଛୁଳି ପଡୁଥିଲା। କିନ୍ତୁ ଅବ୍ନେର ଆଲୋଚନା ମାତ୍ର ଭିନ୍ନ। ଯଦି ଦାଉଦ ଟିକିଏ ସମଗ୍ର ଇସ୍ରାଏଲ ଦେଶ ଉପରେ ରାଜା ହୋଇଗଲେ, ମୁଁ ଜଣେ ଅକାମୀ ଲୋକ ହୋଇଥିବାରୁ ମୋତେ ସେ ଦୂର କରି ରଖିଦେବ। ମୁଁ ଯଦି ଚାକିରି କରି ରହିବାକୁ ହେଲେ ନିଶ୍ଚିନ୍ତ ରୂପେ ଏହି ଅଯୋଗ୍ୟକୁ ମୁଁ ରାଜା କରି ରଖିବାକୁ ହେବ। ସ୍ୱାର୍ଥ। ଗୋଟିଏ ଦିନ କଣ ଘଟିଲା, ଜାଗ୍ରତରେ ଶୁଣନ୍ତୁ। ଇଶ୍ବୋଶେତ ଅବ୍ନେରକୁ ଡାକି କହିଲେ, ଅବ୍ନେର, ତମେ କଣ କଲ? ଏତେ ମହାପାପ କାର୍ଯ୍ୟ କରିବ ବୋଲି ମୁଁ କେବେ ଭାବିନଥିଲି। କାହିଁକି ଏମିତି ଚିତ୍କାର କରୁଅଛ? ନ କଲେ କଣ କରିବି? କେତେ ଧୈର୍ଯ୍ୟ ତୁମର? କଣ କଲି? କଣ କଲି କଣ କହୁଛ? ମୋ ମାଙ୍କ ସହିତ କି ତମେ ଶୋଇବ? କେତେ ଦୁଷ୍ଟ ବ୍ୟକ୍ତି ତମେ! ଏହିପରି ଇଶ୍ବୋଶେତ ଅବ୍ନେରକୁ ପ୍ରଶ୍ନ କଲା। କଣ ଘଟିଲା? ଇଶ୍ବୋଶେତର ମା, ତାମାନେ ସାଉଲଙ୍କର ଭାର୍ଯ୍ୟା। ସାଉଲଙ୍କୁ ଥିବା ଭାର୍ଯ୍ୟାମାନଙ୍କ ମଧ୍ୟରେ ଗୋଟିଏ ଭାର୍ଯ୍ୟା, ଏକ ସୁନ୍ଦର ଭାର୍ଯ୍ୟା ଉପରେ ଅବ୍ନେରର ଦୃଷ୍ଟି ତା ଉପରେ ପଡ଼ିଥିଲା। କଣ କଲା? ତା ସହିତ ପାପ କଲା। ସେ ସ୍ତ୍ରୀ କିଏ? ଇଶ୍ବୋଶେତର ମା। ତା ମା ଥିଲା। ଯେତେବେଳେ କି ତାଙ୍କ ବାପାଙ୍କର ସ୍ତ୍ରୀ ହୋଇଥିବା, ତାଙ୍କ ମା ହୋଇଥିବା ବ୍ୟକ୍ତିକୁ ସେ ବିନଷ୍ଟ କଲା, ତାହା ଅବ୍ନେର ବୋଲି ଜାଣିପାରିଲା। ଇଶ୍ବୋଶେତ ଆସି କ୍ରୋଧରେ କହୁଅଛନ୍ତି, ତୁମର କେତେ ସାହସ? ମୋ ମାଙ୍କୁ ତମେ ଖରାପ କରିବ କି ବୋଲି ଜୋରରେ ତାଙ୍କ ସହିତ ଯେବେ କଥା ହେଲା। ଏବେ ପଚାରୁଅଛି, ଅବ୍ନେର ତା ଭୁଲ ମାନିଥିବ କି? ଇଶ୍ବୋଶେତ, ମୋ ଶରୀର ମୋତେ ପରୀକ୍ଷା କଲା, ତାହା ମୁଁ ସହି ପାରିନଥିଲି। ସେଥିପାଇଁ ତୁମ ମାଙ୍କ ସହିତ ମୁଁ ପାପ କଲି, ମୋର ଭୁଲ ହେଇଗଲା।
मु आउ केबे करिबि नाही बोली सी कौन मानिथिबो कि? जेतेबेले हेले देखंतु, जेतेबेले हेले परीक्षा नियंतु, भूल करिबा लोकंकु आपण प्रश्न करंतु, सेमानुकु प्रश्न कले सेही क्षणी सेमाने जवाब दियंती। किए दरकार नाही माँ भौणी माने मद पीवा तुम स्वामी को पचारंतु, कहीं तुम मद पी कि टंका खर्च करुअछ, तुम मद्यपान करी टंका और देह खराब कले केमती हबो बोली पचारिले। कौन करिबि कुह, मद पीवा पाई दास हे गली। मद पीबिनी बोली भाबुअछि किंतु पीउअछि, मते दया करी बुझिनियो। कहिबो कि कहिबो कि कहिबोनी आज्ञा तमक काहे के आउरी से उठी जिबा दरकार, चिल्लेइबो, चित्कार करुथिबो, बेक धरिकी कांथरे मारुथिबो। तुम पिलामानंकु देखंतु, सबु बेले तमे फोन कौन देखुअछ रे बोली कहिले से के जानी छोट पिला आज्ञा, से गोटे छोट पिला तमे तांको हाथ रे गोटे फोन टी देई आपण देखंतु, से घर को ऊपर तळ करदबो। तुम झियो सबु बेले सेलफोन रे चैटिंग 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 करुथिले, ताहा देखी कौन माँ सबु बेले चैटिंग करुअछ, फोन रे ही रहुअछ, पढ़िबो नाही कि बोली पचारिले। झियो माने कौन मानिबे कि? मानिबे नाही, जोर जोर रे कहिबे। तुम पुओ विलंबरे घर को फेरी आसुथिबा समय रे ताकू जदि तमे पचारिले, से कौन मानिबो कि आज्ञा? विरोध करिबो। केते माँ बापा माने आसी मते ए प्रकार कहंती, आज्ञा सबु बेले फोन रे रहे, कहाँ कहाँ सहित कथा होछे आज्ञा, अधा राति रे भी कथा होछि, चैटिंग करू थाए आज्ञा, कहाँ सहित तुमे कथा होछ बोली पचारिले। तुमको एते कष्ट थिले मते कहंतु, मु घरु बाहरी जाई हॉस्टल रे रहिबी, तेबे मते के पचारिबेनी? मते शांति नथिला परि करूछ। शांति नथिला परि करूअछ कि? अकामी लोक मानको सहित से चैटिंग कला बेले ताकू अशांति लागुछि। माँ बापा प्रश्न कले से हॉस्टेल को चली जीव, पुणी बोधे से घरु चली जीव परा, हॉस्टेल को चली जीव परा बोली माँ बापा कौन करंती? नीरव रहंती। आज अनेक लोक माने भूल करिबा लोक माने स्वामी होई पारे, स्त्री होई पारे, पिला माने होई पारंती, करिबा पाप कार्य को प्रश्न कले कि सजाड़िबा पाई चेष्टा कले कि सेमानकु संशोधन कले, मुह बंद करिबा पाई देखंती किंतु सेमाने मानिबा पाई चेष्टा करंती नाही। कारण कौन? पाप वृद्धि पाई अछि, सेमानक ठारे पाची जाई अछि। गोटे भाई मो निकटको आसी कांदु अछि, ता माँ को आनी, आज्ञा मो पाखरे गोटे कंपानी अछि, अनेक लोक माने सेही कंपानी रे काम करूछंती आज्ञा, पिता नाही, तार कौनसी भाई भौणी माने नाहंती, से गोटे अनाथ, एड्रेस नथिबा स्थिति रे मो पाखको आसिले, चाकिरी पाइबा पाई मध्य योग्यता नथिबा सर्टिफिकेट नेकी आसिले, सेमानकु दया करुणा देखाई से झियो को मु चाकिरी देली आज्ञा। तापरे मो माँ को मध्य फोन कले, तारो भाई भौणी केही नाहंती, से गोटे अनाथ भाबरे अछि, जदि से प्रकार झियो को तुमे विवाह कले से तुमरे सहवर्ती रहइबो, तुम साथी रे रहइबो, भलो थिबो। प्रेम ममता पाई नथिबारु तुमे तांको गोटे माँ भाबरे रहइबो, माँ तुम प्रति से भल भाबरे रहइबो बोली कहला परे, ठीक अछि रे, से अनाथ पितामाता विहीन झियो हेबारु ता निमंते मु गोटे साहाय्यकारी भाबे रहिबी बोली कहला परे, एही कथा मो माँ शुणिबा परे अनाथ झियो को मु विवाह कले आज्ञा, कंपानी रो ओनर कले आज्ञा तांकु। दिने मु कंपानी रु गृह को फेरिबा बेले कार रु ओल्हेबा समय रे बाइक द्वारा केही जणे मो स्त्री को आनी घर आगरे ओल्हेला आज्ञा। मु घरे प्रवेश करिबाकू थिबा समय रे बाइक पाखरे से मो स्त्री गोटे अन्य पुरुष सहित असभ्य भावरे व्यवहार कला। से जेमिति इच्छा सेमिति छुची, जेमिति इच्छा सेमिति करूअछि, सेही सबु मु देखुथिली। से मध्य मते देखिला आज्ञा। मते देखिला परे भी टिकिए से शीघ्र शीघ्र घर को आसीबा बदଳରେ बिल्कुल भी न मानि तांको सहित सेपरि व्यवहार करुथिला आज्ञा। मु सेमिति रहीगली। शेषरे से माने चलीगला परे ए सबु कौन घर पर्यंत ताकू नहीं आसिल किए? से मो बॉयफ्रेंड। कौन? मो बॉयफ्रेंड। एते इजिली कौन तुम बॉयफ्रेंड कहूच? मो बॉयफ्रेंड हेइथिबारु मो बॉयफ्रेंड कहूछि। तमर तो विवाह हला? हाँ विवाह हला। काहीकि तुम झगड़ा करुछ? काहीकि तुम एमिति करुछ? एहा कौन? तमर तो विवाह होइगला, बॉयफ्रेंड कौन? से कौन तुमको घर पर्यंत आनी ड्रॉप करुछि? मु देखुथिला बेले मध्य तुमे अति कमरे गौरव न रखी जेमिति इच्छा सेमिति कथा भाषा करूअछ, चुंबन नउअछ, चुंबन दउअछ। कौन घटुछि? तमे कौन कहूछ? मो सहित घर संसार करिब कि नाही? एमिति कौन तमे कहूअछ? मु कहूछि सुन, तमे मु विवाह करिअछु गोटे वर्ष पूर्वरु, ता सहित मोर फ्रेंडशिप अछि 10 वर्ष पूर्वरु। कुहंतु गोटे वर्ष पूर्वरु विवाह करिथिबा तुम पाई 10 वर्षर फ्रेंड्स को मु कौन छाड़िबा पाई कहूछ कि? चाहेले संसार कर। जदि पागल परी व्यवहार करिबो माने पुलिस स्टेशन को जाई
ହାରାସମେଣ୍ଟ କେସ୍ କରିବି, ଡାଉରି କେସ୍ କରିବି, ମର୍ଡର କେସ୍ ତୁମ ଉପରେ କରିବି, ତୁମ ଉପରେ ତୁମ ମା ଉପରେ ମଧ୍ୟ କେସ୍ କରିବି। ଯାଅ ତୁମେ କ'ଣ କରିବ କର। ଏପରି କହିଲା ପରି କାମ କରିଦେଲା ଆଜ୍ଞା ସେ। ମା ପୁଅ ଆସି କାନ୍ଦୁଛନ୍ତି ଆଜ୍ଞା। ଆଜ୍ଞା, ପୋଲିସ ଷ୍ଟେସନର ଚାରିପଟେ, କୋର୍ଟର ଚାରିପଟେ ବୁଲୁଅଛୁ ଆଜ୍ଞା। କେଉଁ ପାପ କଲୁ ବୋଲି, କେଉଁ ଭୁଲ କଲୁ ବୋଲି? ମୁଁ କରିବା ଭୁଲ କ'ଣ ମାନେ ପଚାରିବା ହିଁ, କାହିଁକି ଏମିତି ବୁଲୁଛ ବୋଲି ପଚାରିବା ହିଁ, ଏତିକି ଆଜ୍ଞା। ଦେଖିଲା ବେଳେ ଗୋଟିଏ ଅନାଥ ଆଜ୍ଞା, ଅତି କମରେ କୃତଜ୍ଞତା ନାହିଁ। ଆହା, ମୁଁ ଅନାଥ ଥିବା ସମୟରେ ମୋତେ ସାହାଯ୍ୟ କଲେ, ମୋ ନିମନ୍ତେ ଠିଆ ହେଲେ, ମୋତେ ନିଜର କଲେ, ଏତିକି କୃତଜ୍ଞତା ନାହିଁ। କୋର୍ଟ ଚାରିପଟେ ବୁଲୁଛ ଆଜ୍ଞା। ମୋ ପ୍ରିୟ ବନ୍ଧୁମାନେ, ଭାଇ ଭଉଣୀମାନେ, ପ୍ରେମ କରୁଥିବା ମା ବାପା, ତୁମେ ଭୁଲ ପଥରେ ଗଲାବେଳେ, ସ୍ୱାମୀମାନେ ସ୍ତ୍ରୀମାନେ ତୁମେ ଇଚ୍ଛା ଅନୁସାରେ ବଞ୍ଚିବା ବେଳେ, ସେମାନେ ପଚାରିବା ବେଳେ ଯଦି ରାଗୁଅଛ ମାନେ ତୁମେ ବିନାଶ ହଉଅଛ ବୋଲିବା ଅର୍ଥ। କରିଥିବା ଭୁଲ ସକାଶୁ, କରୁଥିବା ପାପ କାର୍ଯ୍ୟ ସକାଶୁ ତୁମକୁ ପ୍ରେମ କରୁଥିବା ସ୍ୱାମୀ ହୋଇପାରେ, ସ୍ତ୍ରୀ ହୋଇପାରେ ଓ ପିତାମାତା ହୋଇପାରନ୍ତି। କାହିଁକି ଏମିତି ବୁଲୁଛ, କାହିଁକି ଏ ଭୁଲ କାମ କରୁଅଛ ବୋଲି ଯଦି ପ୍ରଶ୍ନ କଲାବେଳେ, ସେହି ପ୍ରଶ୍ନକୁ ଯଦି ପ୍ରେମରେ ମମତାରେ ଯଦି ତୁମେ ବୁଝିପାରି ତାଙ୍କୁ ଉତ୍ତର ଦେଇଥିଲେ ଭଲ ହନ୍ତା। ମାତ୍ର ଭାଇର ହତ୍ୟା କରିଦେଇଥିଲା ପ୍ରଭୁ ଆସି ପଚାରୁଅଛନ୍ତି, ତୁମ ଭାଇ କେଉଁଠାରେ ବୋଲି ପଚାରିଲେ କଇନର ଉତ୍ତର କ'ଣ କୁହ? କେବେ ମୋ ଭାଇ ବିଷୟରେ ପଚାରୁନଥିବା ପ୍ରଭୁ ଯଦି ଆସି ପଚାରୁଛନ୍ତି ମାନେ, ଏବେ ଯଦି ପଚାରୁଛନ୍ତି ମାନେ ପ୍ରଭୁ ମୁଁ ହତ୍ୟା କରିବା ବିଷୟ ଜାଣିଛନ୍ତି। ସମସ୍ତ ଦେଖିବା ଜାଣିବା ପ୍ରଭୁ ଯଦି ଆସି ପଚାରୁଥିଲେ ସେଥିରେ କ'ଣ ଅଛି? ପ୍ରଭୁ ମୁଁ ଭୁଲ କରିଅଛି, ଈର୍ଷା କରି ମୋ ଭାଇକୁ ହତ୍ୟା କରିଅଛି, ପ୍ରଭୁ ମୋତେ କ୍ଷମା କର। କଇନ ଏପରି କହି କ୍ଷମା ମାଗିବାର ବଦଳରେ କଇନ କ'ଣ କହିଲା ଜାଣ କି? କ'ଣ ମୋ ଭାଇର କ'ଣ ମୁଁ ରକ୍ଷକ କି? ମୋ ଭାଇ ବିଷୟରେ କାହିଁକି ଏମିତି ପଚାରୁଅଛ? ଗର୍ବ ନୁହଁ କି? ଗର୍ବ ନୁହଁ କି? ପାପ ଲକ୍ଷଣ ନୁହଁ କି? ପ୍ରଭୁଙ୍କୁ ପ୍ରଶ୍ନ କରିବାର ମନ୍ଦ ଅଭ୍ୟାସ ନୁହଁ କି? ଭାଇକୁ ହତ୍ୟା କରି, ଭାଇକୁ ଲୁଚେଇ ଦେଇ, କିଛି ନ ଜାଣିଲା ପରି ମୋତେ କ'ଣ କଲ ବୋଲି ଆସି ପଚାରୁଅଛ କି? ପୃଥିବୀର ପଳାତକ ହେଇଯିବ। ଈଶ୍ୱର ତାଙ୍କୁ ଅଭିଶାପ କଲେ। ସେହି ଦିନଠାରୁ କଇନକୁ କ'ଣ ହେଲା? ପଳାତକ ହେଲା। ସ୍ଥିରତା ନାହିଁ, ସ୍ଥିରର ପରିବାର ନାହିଁ, ସ୍ଥିରତାର କୁଟୁମ୍ବ ନାହିଁ। ପୃଥିବୀର ପଳାତକ ଭାବେ ପୃଥିବୀରେ ବୁଲି 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 ଶେଷରେ ମରିଗଲା। ଭଉଣୀ ଓ ଭାଇମାନେ ଦୟାକରି ଶୁଣନ୍ତୁ। ଆମ ଜୀବନରେ ଆମେ ଭୁଲ କରିବା ବେଳେ, ପାପ କାର୍ଯ୍ୟ କରିବା ବେଳେ, ଆମକୁ ପ୍ରେମ କରିବା ଲୋକେ ପ୍ରଶ୍ନ କଲାବେଳେ ସେମାନଙ୍କର ପ୍ରଶ୍ନକୁ ରାଗରେ ସେମାନଙ୍କୁ ଉତ୍ତର ଦିଅନ୍ତୁ ନାହିଁ। ମୋ ନିମନ୍ତେ ପ୍ରାର୍ଥନା କର, ମୋତେ ଟିକେ ବୁଝିବାକୁ ଚେଷ୍ଟା କର। ମୋର ଏହି ମନ୍ଦ ଅଭ୍ୟାସରୁ ଯେମିତି ମୁକ୍ତ ହେବି, ଏଥିପାଇଁ ମୋତେ ପ୍ରାର୍ଥନା କର ବୋଲି ସାହାଯ୍ୟ ମାଗି ନମ୍ର ଭାବରେ ତାହା ମାନି ବାହାରକୁ ମୁକ୍ତ ହେବା ପାଇଁ ଚେଷ୍ଟା କରିବ। ମାତ୍ର ମୁଁ ଏମିତି ବଞ୍ଚିବି, ଏମିତି ପିଉଥିବି। ତେବେ ଗୋଟିଏ କାମ କର, ତମେ ଯଦି ଅଧିକ ପିଇବା ଲୋକ ହେଲେ ଟ୍ୟାଙ୍କ ବଣ୍ଡକୁ ଯାଇ ସେଠାରେ ପହଁର, ଝଗଡ଼ା ଦୂର ହବ। ସେତିକି ମାତ୍ର ଘରକୁ ଆସି ସ୍ତ୍ରୀକୁ ବାଡ଼ାନ୍ତୁ ନାହିଁ, ଘରକୁ ଆସି ଝଗଡ଼ା କରନ୍ତୁ ନାହିଁ। ଭଉଣୀ ଓ ଭାଇମାନେ, ଇଶବୋଶେତ ଆସି ଅବ୍ନରକୁ ପଚାରୁଛି, କାହିଁକି ମୋ ମାକୁ ତମେ ଖରାପ କଲ? ଅବ୍ନରକୁ ରାଗ ଲାଗିଥିଲା। କ'ଣ କହିଲା ଜାଣ କି? ତମେ କେତେ, ତମର ଜୀବନ କେତେ, ତମେ କିଛିରେ କାମକୁ ନାହିଁ। ବାସ୍ତବରେ ଏ ଦେଶକୁ କିଏ ଶାସନ କରିବାର ଥିଲା? ଦାଉଦ ଶାସନ କରିବାର ଥିଲା। ଦାଉଦ ଶାସନ କରିବାକୁ ଥିଲା ବେଳେ ତୁମ ପ୍ରତି ଦୟା କରି, ତୁମ ପ୍ରତି କରୁଣା କରି, ତୁମ ପ୍ରତି ପ୍ରେମ କରି ଅକର୍ମଣ୍ୟ ବ୍ୟକ୍ତିକୁ ସିଂହାସନ ଉପରେ ବସେଇଲେ। ମୋତେ ପ୍ରଶ୍ନ କରିବ କି? ମୋତେ ମୁଁ କରିଥିବା ଭୁଲ କାମ ସକାଶୁ ମୋତେ ପ୍ରଶ୍ନ କରିବ କି? ଦେଖ ମୁଁ ତୁମକୁ କ'ଣ କରିବି। ଏହା ସ୍ୱାର୍ଥପୂର୍ଣ୍ଣ ଲୋକମାନେ କରିବା କାମ। ତୁମକୁ ଚାକିରି ଦେଲା ଭାବନ୍ତୁ ସେମାନଙ୍କ ଇଚ୍ଛା ପୂର୍ଣ୍ଣ କରିବା ପାଇଁ, ତୁମକୁ ପ୍ରମୋସନ ଦେଲା ଭାବନ୍ତୁ ସେମାନଙ୍କ ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ, ନହେଲେ ଆର୍ଥିକ ସାହାଯ୍ୟ ଦେଲେ ଭାବନ୍ତୁ ସେମାନଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ, ନହେଲେ ସ୍ୱାର୍ଥ ପାଇଁ। ଯଦି ତୁମକୁ କିଛି କରିଅଛନ୍ତି ମାନେ ଶୁଣ, ସେମାନେ ମାଗିବା ବିଷୟକୁ ଯଦି ରିଜେକ୍ଟ କଲେ କ'ଣ କରିବେ ଜାଣ କି? ଯାହା ତୁମକୁ ଦେଇଅଛନ୍ତି ତାହା ଫେରି ସେମାନେ ନେଇଯିବେ। ଚାକିରିରୁ ବାହାରକୁ ଠେଲିଦେବେ। ପ୍ରମୋସନ ସେମାନେ ବନ୍ଦ କରିଦେବେ। ପାର୍ଟନରସିପ୍ ଦ୍ୱାରା ତୁମକୁ ପାଇବାକୁ ଥିବା ପ୍ରଫିଟ୍ ବନ୍ଦ କରିବେ। ତମେ କେମିତି ଚାକିରି କରିବ ଦେଖିବି, ତମେ କେମିତି ଗୃହ ନିର୍ମାଣ କରିବ ଦେଖିବି, ତମେ କେମିତି ସେଠାରେ ଠିଆ ହେବ ଦେଖିବି, ତମେ କେମିତି ଦୋକାନ କରିବ ଦେଖିବି, ତମେ କେମିତି ସେ ସ୍ଥାନରେ ଠିଆ ହେବ ଦେଖିବି। ଯେବେ ସେମାନଙ୍କୁ ତୁମେ ମନା କରିଦେବ, ସେମାନେ ସେହି କ୍ଷଣି ଶତ୍ରୁ ହୋଇଯିବେ। ଇଶବୋଶେତକୁ କିଏ ରାଜା କରିଥିଲେ? ଅବ୍ନର। ଏବେ ଅବ୍ନର କ'ଣ କହୁଅଛନ୍ତି ଜାଣ କି? ତମେ କେମିତି ରାଜା ହୋଇକି ରହିବ ମୁଁ ଦେଖିବି। ଜାଗ୍ରତ। ଆମ ଜୀବନରେ, ଆତ୍ମିକ ଜୀବନରେ ଆଗକୁ ବଢ଼ିବା ସମୟରେ ଏପରି ଅବ୍ନର ଗୁଡ଼ାକ ଦେଖାଦେବେ ଆମକୁ। ଆଉ ଗୋଟିଏ ବିଷୟ କହନ୍ତି, ଆସନ୍ତୁ ଦେଖିବା। ଦ୍ୱିତୀୟ ସାମୁଏଲ 3 ଅଧ୍ୟାୟ 9 ପଦରେ
ସାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍ ଠାରୁ ବେର୍ସେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଜିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ ସଦାପ୍ରଭୁ ଦାଉଦଙ୍କ ବିଷୟରେ ଯେଉଁ ଶପଥ କରିଅଛନ୍ତି ତଦନୁସାରେ ଯେବେ ମୁଁ ତାଙ୍କ ପ୍ରତି ନ କରେ ତେବେ ପରମେଶ୍ୱର ଅବ୍ନରକୁ ସେହି ଦଣ୍ଡ ଓ ତହିଁରୁ ଅଧିକ ଦେଉନ୍ତୁ। ତହିଁରେ ସେ ଅବ୍ନରକୁ ଗୋଟିଏ କଥା ଉତ୍ତର ଦେଇପାରିଲା ନାହିଁ। ତହିଁରେ ସେ ଅବ୍ନରକୁ ଗୋଟିଏ ଉତ୍ତର ଦେଇପାରିଲା ନାହିଁ। ଦେଖ, ତୁମର କିଛି ଯୋଗ୍ୟତା ନଥିବା ସମୟରେ ମୁଁ ତୁମକୁ ରାଜା ରୂପେ ସିଂହାସନରେ ବସେଇଥିଲେ ମତେ ଦୋଷାରୋପ କରୁଅଛ କି ତମେ? କେତେ ସାହସ କରୁଛ? ମୁଁ କଣ କରିବି ଜାଣ କି? ଏହି ରାଜ୍ୟ ସମସ୍ତ ନେଇ କାହା ହାତରେ ଦେବି? ଦାଉଦଙ୍କ ହାତରେ ଦେବି। ତୁମର ଯେଉଁ ପଦବୀ ଅଛି ତାହା ବାହାର କରିଦେବି। ଯେଉଁମାନେ ସ୍ୱାର୍ଥରେ ପୂର୍ଣ୍ଣ ଅଟନ୍ତି, ଅବକାଶବାଦୀମାନେ ତୁମଠାରୁ କିଛି ପାଇବା ପାଇଁ ଆଶା କରି ତୁମକୁ ଦେବା ଲୋକେ ଶେଷରେ ସେମାନେ କଣ କରିବେ ଜାଣନ୍ତି କି? ସେମାନେ ଯାହା ଚାହାନ୍ତି ତାହା ନ ପାଇବା ବେଳେ, ନ ମିଳିବା ବେଳେ ତୁମଠାରେ ଥିବା ସବୁ କିଛି ବଳପୂର୍ବକ ସେମାନେ ଦୂର କରିଦେବେ। ଏହି ପ୍ରକାର ଦୁଷ୍ଟ ଲୋକମାନେ ଆମ ଜୀବନରେ ପ୍ରବେଶ ନ କରି ରହିଲେ ହିଁ ଭଲ। ଏବେ ଅବ୍ନର କହିଦେଉଛି, ଇଷ୍ବୋଶେତ ମୋତେ ପ୍ରଶ୍ନ କରିଥିବାରୁ ଓ ମୋତେ ଦୋଷାରୋପ କରିଥିବାରୁ ମୁଁ ତୁମକୁ ତୁମ ରାଜା ପଦବୀରୁ ମୁଁ ତୁମକୁ ଟାଣିଦେବି। ସେହି ସିଂହାସନରେ ଦାଉଦଙ୍କୁ ବସେଇବି। ଦେଖ କଣ କରିବି। ଏବେ ଦ୍ୱିତୀୟ ପ୍ରତିଶୋଧ ଚେଷ୍ଟା କରୁଅଛି। କଣ ତାହା? ମୁଁ ଇଷ୍ବୋଶେତକୁ 11 ଗୋଟି ଗୋଷ୍ଠୀ ଉପରେ ରାଜା କରିବା ଦ୍ୱାରା ଦାଉଦ ରାଜତ୍ୱ କରିବାକୁ ଥିବା ଏହି 11 ଗୋଷ୍ଠୀ ଉପରେ କରିପାରି ନାହିଁ। ଏବେ ମୁଁ ଦାଉଦ ନିକଟକୁ ଯିବି। ଦାଉଦ, ଏହି 11 ଗୋଷ୍ଠୀ ଉପରେ ତୁମେ ରାଜତ୍ୱ କଲା ପରି ଏହି 11 ଗୋଷ୍ଠୀକୁ ତୁମ ହସ୍ତରେ ସମର୍ପଣ କରିବି। ସେଥିପାଇଁ ଆପଣ ରାଜା ଭାବେ ଅଭିଷିକ୍ତ ହୁଅ। ତମେ ଦେଶକୁ ରାଜତ୍ୱ କର। ମୁଁ ତୁମକୁ ସାହାଯ୍ୟ କରିବି, ସହଯୋଗ କରିବି, ସମସ୍ତଙ୍କୁ ଆଣି ତୁମ ସମ୍ମୁଖରେ ରଖିବି ବୋଲି କହି ଦାଉଦଙ୍କ ସହିତ ମୁଁ ସମାଧାନ କରିବି। ଯାଇ ଦାଉଦଙ୍କ ସହିତ ମୁଁ ମିଶିବି। ଏହି ବାର୍ତ୍ତା ଦାଉଦଙ୍କୁ ପଠାଇଥିଲା। ଦାଉଦଙ୍କର ଆଶା କଣ? ସମଗ୍ର ଦେଶକୁ ରାଜତ୍ୱ କରିବା। କିଏ ପ୍ରତିବାଧା କଲା? ଅବ୍ନେର ପ୍ରତିବାଧା କଲା। କାହା ଦ୍ୱାରା କରିଥିଲା? ଇଷ୍ବୋଶେତ ଦ୍ୱାରା ପ୍ରତିବାଧା କରିଥିଲା। ତାରି ଫଳରେ ସମଗ୍ର ଦେଶରେ ରାଜତ୍ୱ କରିବା ବଦଳରେ ଗୋଟିଏ ଗୋଷ୍ଠୀ ଜିହୁଦା ଦେଶ ଉପରେ ରାଜତ୍ୱ କରିବା ବେଳେ ଏବେ ଅବ୍ନର କଣ କରୁଅଛି? ମାନେ ବାର୍ତ୍ତା ପଠାଉଛି, ଦାଉଦ, ମୁଁ 11 ଗୋଟି ଗୋଷ୍ଠୀ ତୁମ ହସ୍ତରେ ସମର୍ପଣ କରିବି। ତମେ ସମଗ୍ର ଦେଶ ଉପରେ ରାଜତ୍ୱ କଲାବେଳେ ମୁଁ ସମସ୍ତ କାର୍ଯ୍ୟ କରିବି ଓ ସମାଧାନ କରିବି। ଏହି ବାର୍ତ୍ତା ପାଇବା ସାଙ୍ଗେ ଦାଉଦ ବହୁତ ଆନନ୍ଦ କରିଥିଲା। ତେବେ ଆସ, ନିୟମ ସ୍ଥାପନ କରିବା, ଆସ ଟିକେ ଭୋଜନ କରିବ, ଆସ ବୋଲି କହିଲେ ଅବ୍ନର ତାଙ୍କ ସହିତ ପ୍ରାଚୀନମାନଙ୍କୁ ନେଇ ଆସୁଅଛି। ତାଙ୍କ ସହିତ ପ୍ରାଚୀନମାନଙ୍କୁ ଆଣି ଦାଉଦଙ୍କ ସମ୍ମୁଖରେ ଦାଉଦଙ୍କ ସହିତ ସମାଧାନ ହୋଇ ଭୋଜନ କଲେ। ଦାଉଦ ଭୋଜନ ପ୍ରସ୍ତୁତ କରିଥିଲେ, ସେଥିରେ ଅବ୍ନର ମଧ୍ୟ ଥିଲା। ଦାଉଦ ବହୁତ ଆନନ୍ଦ କଲା। ଈଶ୍ୱର ତାଙ୍କ ଇଚ୍ଛା ମୋ ଜୀବନରେ ସଫଳ କରୁଛନ୍ତି। କାଲି ପର୍ଯ୍ୟନ୍ତ ଯେ କି ମୋର ଶତ୍ରୁ ହୋଇ ରହିଥିଲା, ମୁଁ ପାଇବାକୁ ଥିବା ରାଜ୍ୟ ମୋ ଠାରୁ ସେ ଦୂର କରି ପ୍ରାପ୍ତ କରିବା ରାଜ୍ୟ ନେଇ ଯାଇଥିଲା। ଆଜି ସେ ନିଜେ ମୋ ନିକଟକୁ ଆସି ସେହି ରାଜ୍ୟ ମୋ ହସ୍ତରେ ସେ ଦେଉଅଛନ୍ତି। ଏହାଠାରୁ ମୋତେ ଆହୁରି କଣ ଦରକାର? ବହୁତ ଆନନ୍ଦ କରିଥିଲା, ବହୁତ ସନ୍ତୋଷ କଲା। ଅବ୍ନରକୁ ସେ କହିଲା, ତମେ ଭାବିଲା ପରି ହିଁ କର ବୋଲି କହିଲେ ଅବ୍ନର, ନିଶ୍ଚିନ୍ତ କରିବି। ଜାଗ୍ରତରେ ଶୁଣନ୍ତୁ, ଅବ୍ନରର ଆଲୋଚନା କଣ ଅଟେ? 11 ଗୋଟି ଗୋଷ୍ଠୀ ଦାଉଦଙ୍କ ହସ୍ତରେ ସମର୍ପଣ କଲେ। ମୁଁ କରିଥିବା ଉପକାରକୁ ଦାଉଦ କଣ କରିବ? ବାହାର କରିବ କି ରଖିବ? ନିଶ୍ଚିନ୍ତରେ ସେ ରଖିବ। ମତେ ସେପଟେ ଜୋୟାବ ଅଛି ନୁହଁ କି, ସେନାପତି। ତାକୁ କଣ କରିବ? ଜିହୁଦା ଦେଶ ଉପରେ ଯେମିତି ଅଛି ଜୋୟାବ, ଜିହୁଦା ଦେଶ ଉପରେ ସେହି ଗୋଟିଏ ଗୋଷ୍ଠୀ ଉପରେ ତୁମେ ସେନାପତି ହୋଇ ରୁହ। ଯେମିତି ହେଲେ ଏହି 11 ଗୋଷ୍ଠୀ ଉପରେ ଅବ୍ନର ସେନାପତି ଥିବାରୁ ମୁଁ ତାହା କଣ୍ଟିନ୍ୟୁ କରି ରହିବି। ଅବ୍ନର ବହୁତ ଚାଲାକିର ସହିତ ପ୍ଲାନ୍ କରିଥିଲା। କଣ ମାନେ ଦାଉଦଙ୍କୁ ସାହାଯ୍ୟ କଲା ପରି ଆରପଟେ ହରେଇବାକୁ ଥିବା ସେହି ଚାକିରି ରକ୍ଷା କରି ସେନାପତି ଭାବରେ ମୁଁ ରହିପାରିବି ବୋଲିବା ଗୋଟିଏ ଆଲୋଚନା ରଖିଥିବା ସ୍ୱାର୍ଥପର ଅବ୍ନର। ଯାହା ହେଲେ ବି କଣ ହେଲା, ଅବ୍ନର 11 ଗୋଟି ଗୋଷ୍ଠୀକୁ ଆଣି ଦାଉଦଙ୍କୁ ସମବେତ କରି ସମସ୍ତଙ୍କୁ ସମାଧାନ କରି ଦାଉଦ ରାଜା ଭାବରେ ଅଭିଷିକ୍ତ ହେବାକୁ ଯାଉଅଛନ୍ତି। କାଲି କି ଆଜି ଏପରି ଅଭିଷେକ କରିବା ପାଇଁ 11 ଗୋଟି ଗୋଷ୍ଠୀ ସମସ୍ତଙ୍କୁ ସମବେତ କରି ସମାଧାନ କରି ଦାଉଦଙ୍କୁ ରାଜା ରୂପେ ଅଭିଷେକ କରିବା ପାଇଁ ନିଷ୍ପତ୍ତି ନେଇ ଅବ୍ନର ଯାଉଅଛନ୍ତି। ଗୋଟିଏ ଦୁର୍ଘଟଣା ଘଟିଲା।
24 ଘଣ୍ଟା ନ ବିତୁଣୁ ବିପଦ ଘଟିଲା। କୌଣସି ବିପଦ? କେହି ଜଣେ ଦୌଡ଼ି ଦୌଡ଼ି ଆସିଲା, ଦାଉଦ, ହେ ଦାଉଦ ରାଜା! ବିପଦ ଘଟିଲା। କଣ 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 ହେଲା? ତମେ କଣ କହୁଛ? ଅବ୍ନର ହତ୍ୟା କରାଯାଇଅଛି। ଅବ୍ନର ଫେରିଯିବା ରାସ୍ତାରେ ହତ୍ୟା କଲେ। ଅବ୍ନରକୁ ହତ୍ୟା କରାଯାଇଅଛି। ତମେ ଭାବିଥିଲ 11 ଗୋଟି ଗୋଷ୍ଠୀକୁ ସମାଧାନ କରି ତୁମ ନିକଟକୁ ଆସୁଅଛନ୍ତି, ତମେ ରାଜା ଭାବରେ ଅଭିଷିକ୍ତ ହେବ ଭାବିଥିଲ, ମାତ୍ର ତାହା ସବୁ ବିଫଳ ହୋଇଥିଲା। ଯିଏକି ସମାଧାନ ପ୍ରାପ୍ତ କରିବା ପାଇଁ ଯାଉଅଛି ତାହାଙ୍କୁ ହିଁ ରାସ୍ତା ମଧ୍ୟରେ ହତ୍ୟା କରିଦେଲେ, ମର୍ଡର କରିଥିଲେ। ଦାଉଦ କିଛି ବୁଝିପାରିନଥିଲା। ସବୁ ଅସ୍ତବ୍ୟସ୍ତ, ସବୁ ଭଲ ଅଛି ବୋଲି ଭାବିବା ବେଳେ, ସେ ଚାହୁଁଥିବା କାମ ହେବାକୁ ଆସିବା ବେଳେ, 11 ଗୋଟି ଗୋଷ୍ଠୀ ସମସ୍ତେ ଆସିବା ବେଳେ, ତାଙ୍କୁ ରାଜା ଭାବରେ ଅଭିଷିକ୍ତ କରିବାକୁ ଥିଲାବେଳେ ଆଉ ଏକ ପ୍ରତିବାଧା କେମିତି ଆସିଲା? କେଉଁଠାରୁ ଆସିଲା? କିଏ ଅବ୍ନରକୁ ହତ୍ୟା କରିଅଛି? ପ୍ରିୟ ଭଉଣୀ ଓ ଭାଇମାନେ, ଜାଗ୍ରତରେ ଶୁଣନ୍ତୁ। ଅସାହେଲ ଜୋୟାବଙ୍କ ଭାଇକୁ ହତ୍ୟା କରାଗଲା। 360 ଲୋକ ଅବ୍ନରର ସୈନ୍ୟମାନଙ୍କୁ ହତ୍ୟା କରାଗଲା। 20 ଜଣ ଦାଉଦଙ୍କର ସୈନ୍ୟମାନଙ୍କୁ ହତ୍ୟା କରାଯାଇଥିଲା। ଏବେ ଅବ୍ନରକୁ ହତ୍ୟା କରାଗଲା। ତାପରେ ଆଉ କେତେକ ଲୋକମାନଙ୍କୁ ମଧ୍ୟ ହତ୍ୟା କରାଯିବ। 2 ଅଧ୍ୟାୟ, 3 ଅଧ୍ୟାୟ ଓ 4 ଅଧ୍ୟାୟ ହତ୍ୟା ପରେ ହତ୍ୟା, ହତ୍ୟା ପରେ ହତ୍ୟା ଘଟୁଛି। କାହିଁକି? ଗୋଟିଏ ଦିନର କଥା, ଗୋଟିଏ ଗଧକୁ ବନ୍ଧା ଯାଇଥିଲେ। ସେହି ଗଧଟିକୁ ଶୟତାନ ତାକୁ ଛାଡ଼ି ଦେଇଥିଲା। ସେ ଗଧଟି ଯାଇ ପାଖରେ ଥିବା ଗୋଟିଏ ଜମିକୁ ଯାଇ ଜମିରେ ଥିବା ସମସ୍ତ ଫସଲକୁ ନଷ୍ଟ କରିଦେଲା। ସେହି ଜମିର ମାଲିକାଣୀ ତାହା ଦେଖି ତାଙ୍କ ସ୍ୱାମୀ ଯେହେତୁ ବିଦେଶକୁ ଯାଇଥିବାରୁ ସେହି ଜମିକୁ ନଷ୍ଟ କରିଥିବା ଗଧକୁ ସେ ମାରି ଦେଇଥିଲା। ତାକୁ ହତ୍ୟା କରିବା ସେହି କ୍ଷଣି ଗଧକୁ ମାରିଥିବା ବ୍ୟକ୍ତିକୁ ଦେଖି ଗଧର ମାଲିକ କଣ କଲା ଜାଣନ୍ତି କି? ହତ୍ୟା କରିଥିବା ସେ ମହିଳାକୁ ମଧ୍ୟ ମାରିଦେଲା। ଏ ମଧ୍ୟରେ ବିଦେଶରୁ ଆସିଥିବା ସେ ସ୍ୱାମୀର ସ୍ତ୍ରୀ ମରିଯାଇଛି। ଏଇ ଦେଖ, ତୁମ ପଡ଼ୋଶୀ ତୁମ ଜମିକୁ ନଷ୍ଟ କରିଥିବା ଗଧ ନଷ୍ଟ କଲା ବୋଲି ଦେଖି ଗଧକୁ ହତ୍ୟା କଲେ। ସେ ଆସି ତୁମ ସ୍ତ୍ରୀକୁ ମଧ୍ୟ ହତ୍ୟା କରିଅଛି। ଏହି ଲୋକ କ୍ରୋଧରେ ଯାଇ ତାର ଗୃହକୁ ଜାଳି ଦେଇଥିଲା। ସେ ଘରେ ତାର ଭାର୍ଯ୍ୟା, ସେ ତାର ପିଲାମାନେ ଅଛନ୍ତି ବୋଲି ଭାବି ଘର ପୁରା ନିଆଁରେ ଜଳେଇ ଦେଲେ। ମାତ୍ର ସେ ଘରେ ତାର ଭାର୍ଯ୍ୟା ଓ ପିଲାମାନେ ଥିଲେ, କିନ୍ତୁ ତା ସ୍ୱାମୀ ନଥିଲା। ସ୍ୱାମୀ ଫେରି ଆସିବା ସମୟରେ ଦେଖିଲା ଯେ ତାର ଭାର୍ଯ୍ୟା ପିଲାମାନେ ମରିଅଛନ୍ତି, ଘର ସବୁ ଜଳି ଯାଇଅଛି। କିଏ ଏ କାମ କଲା ବୋଲି କି ପଚାରିଲେ। ଆଉ କିଏ କରିବେ? ତୁମ ପଡ଼ୋଶୀ। କିଏ ଏ କାମ କରିଅଛନ୍ତି ବୋଲି ପଚାରି ଶୀଘ୍ର ଆସି ମୋ 2ଟି ପିଲାମାନଙ୍କୁ ବଧ କରିବ କି ମୋ ସ୍ତ୍ରୀକୁ ମାରିବ କି ବୋଲି ବନ୍ଧୁକ ଆଣି ହତ୍ୟା କରିଦେଲା। ଏହି ସବୁ ଘଟିଗଲା ପରେ ଏବେ ସ୍ତ୍ରୀ ମରିଯାଇ, 2 ଗୋଟି ପିଲାମାନେ ମରିଯାଇ, ପାଖ ଘର ଲୋକ ମରିଯାଇ, ପଡ଼ୋଶୀ ସ୍ତ୍ରୀ ମରିଯାଇ, ଗଧ ମରିଯାଇ, ଏ ସବୁ ଘଟୁଥିବା ସମୟରେ ସେ ବସିକି ଗୋଟେ ଚିତ୍କାର କଲା। କଣ ବୋଲି? ହେ ଶୟତାନ, ଏହି ସବୁ ତମେ କରିଅଛ, କାହିଁକି କରିଅଛ? ଏପରି କହି ଚିତ୍କାର କରୁଥିବା ସମୟରେ ଶୟତାନ ତାଙ୍କୁ ଦେଖା ଦେଇଥିଲେ। ଦେଖା ଦେଇ କଣ କହିଲେ ଜାଣନ୍ତି କି? କାହିଁକି ତମେ ମୋ ଉପରେ କ୍ରନ୍ଦନ କରୁଅଛ? ମୋତେ ପଚାରୁଅଛ ମୁଁ କଣ କଲି? ମୁଁ କଣ ବୋଲି କହୁଅଛ? ତମେ ତ ସମସ୍ତଙ୍କୁ ମାରିଅଛ। ସମସ୍ତଙ୍କୁ ମୁଁ ମାରି ନାହିଁ, ମାରିବା ପରି କରିନାହିଁ। ମୁଁ କଣ କଲି? ମାନେ ଗଧଟିକୁ ଛାଡ଼ିଲି ମାତ୍ର। ବନ୍ଧା ଯାଇଥିବା ଗଧକୁ ମୁଁ କେବଳ ଛାଡ଼ିଦେଲି, ସେତିକି। ଯାହା ଘଟିଛି ତମେ ସବୁ କରିଅଛ ତୁମର ରାଗ ସକାଶୁ, ତୁମଠାରେ ଥିବା କ୍ରୋଧ ସକାଶୁ, ତୁମର ହିଂସା ସକାଶୁ, ତୁମର ଦ୍ୱେଷ ସକାଶୁ, ପ୍ରତିଶୋଧ ଲାଗି ତମେ ସବୁ କରି ମତେ କଣ ଦୋଷାରୋପ କରୁଛ? ପ୍ରିୟ ଭଉଣୀ ଓ ଭାଇମାନେ, ଶୟତାନ ଏମିତି କରିଥାଏ। ତୁମଠାରେ ଯଦି ରାଗ ଅଛି ମାନେ ସେ ରାଗକୁ ଛାଡ଼ିବ। ତୁମଠାରେ ଯଦି କାମୁକତା ଅଛି ସେ ତାହା ଛାଡ଼ିବ। ଯଦି ତୁମଠାରେ ଦ୍ୱେଷ ଅଛି ସେ ଦ୍ୱେଷର ଦୌଡ଼ିକୁ ଫିଟେଇ ଦେବ। ତୁମଠାରେ ଘୃଣା ଥାଏ, ତୁମଠାରେ ଈର୍ଷା ଥାଏ, ତାହା ସେ ଖୋଲି ଛାଡ଼ିଦିଏ, ସେତିକି। ତାପରେ ଯାହା ସବୁ ଘଟି ଆସୁଛି ତାହା ଆମେ ହିଁ ଏପରି କରିଥାଉ। ଅବ୍ନେର ନାମକଙ୍କ ଜୀବନରେ ଅବକାଶବାଦୀ ସ୍ୱାର୍ଥପରତା ଅଛି, ତାହା ଶୟତାନ ଛାଡ଼ିଥିଲା। ଅବ୍ନେର ଯାହା କରିବା କଥା କରିଦେଲା। ଶେଷରେ ତାଙ୍କୁ କଣ ହେଲା? ମର୍ଡର କରାଗଲା। 24 ଘଣ୍ଟା ମଧ୍ୟରେ ତାହା ବି ଦାଉଦ ସିଂହାସନ ଉପରେ ବସିବାକୁ ଥିବା ଦିନ ଆସିବା ବେଳେ ସେହି ଦିନରେ ମର୍ଡର କରାଗଲା। କାହିଁକି ଏମିତି ଘଟିଲା? କିଏ ମର୍ଡର କଲା? 24 ଘଣ୍ଟା ନ ବିତୁଣୁ କାହିଁକି ଏ ପ୍ରକାର ଦୁର୍ଘଟଣା ଘଟିଲା? ପୁନର୍ବାର ରାଜା ଭାବେ ସିଂହାସନ ଚଢ଼ିବା ପାଇଁ କାହିଁକି ବିଳମ୍ବ ହେଲା? ଆମେ ଆଗାମୀ ଦିନମାନଙ୍କରେ ଏହା ଚିନ୍ତା କରିବା। ପ୍ରିୟ ମଣ୍ଡଳୀ, ଆସନ୍ତୁ ଆମେ ସମସ୍ତେ ଏକତ୍ର ପ୍ରାର୍ଥନା କରିବା। हे महापवित्र प्रेममय पिता,
ଅତି ସ୍ପଷ୍ଟ ପ୍ରାଞ୍ଜଳ ଭାବରେ ଆମ ସହିତ କଥା ହୋଇ ଶ୍ରେଷ୍ଠକର ବାକ୍ୟ ଦ୍ୱାରା ଆମକୁ ଦର୍ଶନ ଦେଇଥିବାରୁ ଧନ୍ୟବାଦ। ପ୍ରଚାରିତ ବାକ୍ୟକୁ ଫଳପ୍ରଦ କର ବାପା। ବାପା ପୁଅଠାରେ ଗୋଟିଏ ମେଷପାଳକକୁ ଦେଖିଲା, ସେହି ପୁଅଠାରେ ତୁମେ ମହାନ ରାଜାକୁ ତୁମେ ଦେଖିଲ ବାପା। ଆଜି ଆମ ଜୀବନରେ କେଉଁ ପରିସ୍ଥିତିରେ ଥିଲେ ବି ତୁମେ କିପରି ଆମ୍ଭମାନଙ୍କୁ ଦେଖୁଅଛ, ଆମ ପିଲାମାନଙ୍କୁ ଦେଖୁଅଛ, ଆମ କୁଟୁମ୍ବକୁ ଦେଖୁଛ ବାପା, ତାହା ଆମେ ଜାଣିପାରି ତଦନୁସାରେ ଆମେ ବଞ୍ଚିବା ପାଇଁ ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କର। ଆମ ଜୀବନରେ ତମେ ଥିଲେ ହିଁ ଆଶୀର୍ବାଦ। ଆମେ ତୁମଠାରୁ ଦୂର ହେଇଗଲେ ଆମ ଜୀବନ ବିନାଶ ହେଇଯିବ ବାପା। ଆମେ ଯେଉଁ କାମ କଲେ ବି ତୁମଠାରୁ ଆରମ୍ଭ କରିବା ଦରକାର। ତମେ ନଥିବା ପ୍ରାରମ୍ଭ, ତମେ ନଥିବା କାମ ବାପା ସବୁ ଅଧାରେ ବନ୍ଦ ହୋଇଯିବ। ପ୍ରଭୁ ଆମକୁ ତୁମେ ଦରକାର। ପ୍ରଭୁ ତୁମେ ଆସିବା ଦରକାର। ଆମ ପ୍ରତ୍ୟେକ ପ୍ରାରମ୍ଭରେ ତୁମେ ରହିବା ଦରକାର। ହେ ପିତା, ଅବ୍ନର ପରି ଲୋକ ଆମମାନଙ୍କ ଜୀବନରେ ଅନେକ ସମୟରେ ସେମାନେ ଦେଖା ଦେଇଥାନ୍ତି। ହେ ପିତା, ଆମେ ଯେପରି ସେମାନଙ୍କ ଫାନ୍ଦରେ ନ ପଡୁ ସାହାଯ୍ୟ କର। ସେମାନେ ଯେପରି ଆମ ଜୀବନକୁ ନ ଆସିବେ ଏଥିପାଇଁ ସାହାଯ୍ୟ କର। ଆମକୁ ବେଷ୍ଟନ କର ପ୍ରଭୁ। ଯାହା ତମେ ଆମକୁ ଦେବାକୁ ଚାହୁଁଛ ତାହା ଆମେ ନିଜସ୍ୱ କରି, ତାହା ଆମେ ଅଧିକାର କରି ଆନନ୍ଦ କରିବା ପର୍ଯ୍ୟନ୍ତ ଆମକୁ ପରିତ୍ୟାଗ କରନି ପ୍ରଭୁ। ଆମ ସହବର୍ତ୍ତୀ ରୁହ ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କଲୁ ପିତା, ଆମେନ୍। ଆମର ଆଡ୍ରେସ୍ କାଲଭରୀ, ପୋଷ୍ଟ ବକ୍ସ ନମ୍ବର 30, କୁକଟପଲ୍ଲୀ, ହାଇଦ୍ରାବାଦ 72।